ବାପା ବାପା ଆମ ସମସ୍ତଙ୍କ ପାଇଁ କେତେ ମହାନ ହୋଇଥାନ୍ତି ତାହା ଆମେ ସମସ୍ତେ ହୃଦୟଙ୍ଗମ କରିଛନ୍ତି। ସେ ନିଜ ଜୀବନର ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟ ତ୍ୟାଗ କରି ପରିଶ୍ରମ କରି ଆମକୁ ସେ ଆମର ସବୁବେଳେ ଆମ ପ୍ରତି ସେ ଯେଉଁ ତ୍ୟାଗ ଆଉ ବଳିଦାନ ଦେଇଥାନ୍ତି ଆମେ ସେ କଥା ଭୁଲି ପାରିବା ନାହିଁ। ଏବଂ ବାପାଙ୍କ ତେଣୁକରି ଏହିପରି ମହାନ ବ୍ୟକ୍ତିଙ୍କର ତାଙ୍କ ବିଷୟରେ ଆମର ସମସ୍ତଙ୍କର କେଉଁ ଧାରଣା ରହିଛି, ଜନମାନସରେ ବାପାଙ୍କ ପ୍ରତି କେଉଁ ଭଳି ମନୋଭାବ ରହିଛି ଚାଲନ୍ତୁ ଦେଖିବା। ଯେତେବେଳେ ଆମକୁ ବୟସ 1 ବର୍ଷ ହୋଇଥାଏ ସେତେବେଳେ ଆମେ ବାପାଙ୍କୁ ଦେଖିଲେ ବହୁତ ଖୁସି ହେଉ। ବାପାଙ୍କର ଆସିବା ଆଗମନରେ ଆମେ ବହୁତ ଖୁସି ହେଇଥାଉ। ବୟସ ଯେତେବେଳେ 3 ବର୍ଷ ହୋଇଯାଏ ସେତେବେଳେ ଆମେ କହିଥାଉ ମୋ ବାପା ଜଣେ ଭଲ ବାପା। କିନ୍ତୁ ଯେତେବେଳେ ଆମେ ବୟସ 7 ବର୍ଷ ଆମ ପାଖାପାଖି 7 ବର୍ଷ ହୋଇଯାଇଥାଏ ଆମେ କହୁ ମୋ ବାପା ଦୁନିଆରେ ସବୁଠୁ ଭଲ ବାପା। ଏମିତି ବାପାଙ୍କ ପ୍ରତି ଭଲ ପାଇବା ବଢ଼ି ଚାଲିଥାଏ। କିନ୍ତୁ ଯେତେବେଳେ ବୟସ 13 ବର୍ଷ ହୋଇଯାଏ ସେତେବେଳେ ବାପାଙ୍କର କିଛି ଆକଟ ଆପଣଙ୍କ ଉପରେ ପଡ଼େ। ଯେତେବେଳେ ଆପଣମାନେ ବହୁତ ରାଗି ଯାଇଥାନ୍ତି ଏବଂ ସମସ୍ତେ କୁହନ୍ତି ଯେକୌଣସି ସମୟରେ ବାପା ଆପଣଙ୍କ ପାଇଁ କିଛି ଭଲ କରିବାକୁ ଚେଷ୍ଟା କଲେ ଆପଣମାନେ ଆପଣଙ୍କର ଭଲ ପାଇଁ କରାଯାଏ କିନ୍ତୁ ଆପଣମାନେ ବହୁତ ରାଗନ୍ତି। କିନ୍ତୁ ସେତେବେଳେ କୁହନ୍ତି ମୋ ବାପା ବହୁତ ରାଗି। ବୟସ ଯେତେବେଳେ 16 ହୋଇଯାଇଥାଏ ସେତେବେଳେ କୁହନ୍ତି ବାପା ମୋତେ ଭଲ ପାଉନାହାନ୍ତି, ଆଗ ଭଳି ଆଉ ଭଲ ପାଉନାହାନ୍ତି। ଯେତେବେଳେ ବୟସ 21 ହୋଇଯାଏ ସେତେବେଳେ ବାପା ଖାଲିରେ କେଚେ କେଚେ ହେଉଛନ୍ତି ଏମିତି ଆମେ କହୁ। ଯେତେବେଳେ ଆମର ମୁଣ୍ଡକୁ ହାତ ପାଇଯାଇଥାଏ ଆମେ ଶକ୍ତିଶାଳୀ ହୋଇଯାଇଥାଉ, ଆମେ କିଛି ଇନକମ୍ର ରାସ୍ତା ପାଉ, ସେତେବେଳେ ଆମେ କହିଯାଇଥାଉ ବାପା ଖାଲି କେଚେ କେଚେ ହେଉଛନ୍ତି। ବୟସ ଯେତେବେଳେ 28 ହୋଇଯାଏ ବାପାଙ୍କ କଥା ଆଉ ମାନିବା ପାଇଁ ରାଜି ନଥାଉ ଏବଂ କହିଥାଉ ବାପା ତମେ କିଛି ଜାଣିନ, ତମକୁ କିଛି ଜଣା ନାହିଁ, ତମେ କିଛି ଜାଣିନ। ଯେତେବେଳେ 35 ବର୍ଷ ହୋଇଥାଏ ବାପା ସେତେବେଳେ ବୁଢ଼ା ହୋଇଯାଇଥାନ୍ତି ଆଉ ବାପାଙ୍କର ପଦେ ପଦେ କଥାରେ ଆମେ କହୁ ବାପା ତମେ ଚୁପ୍ ରୁହ, ଅଧିକା କଥା କୁହ ନାହିଁ, ଏମିତି କହୁ। କିନ୍ତୁ ଯେତେବେଳେ ବୟସ 60, ଯେତେବେଳେ ଆପଣଙ୍କ ବୟସ 60 ହୋଇଯାଇଥାଏ ସେତେବେଳେ ହୁଏତ କାହାରି ବାପା ଥାଆନ୍ତି, କାହାରି ବାପା ନଥାନ୍ତି। ଅନେକଙ୍କର ବାପା ଆର ପାରିକୁ ଚାଲି ଯାଇଥାନ୍ତି ଏବଂ ସେମାନଙ୍କୁ ଆମେ ଦେଖିବାକୁ ପାଇନଥାଉ। ତେଣୁକରି ଆମେ ସେତେବେଳେ କହୁ ବାପାଙ୍କ ସହ କଥା ହେବା ପାଇଁ ବହୁତ ଇଚ୍ଛା ହେଉଛି କିନ୍ତୁ ସେତେବେଳେ ବାପା ହିଁ ନଥାନ୍ତି। କେତେ ଦୁଃଖର କଥା। ଯେତେବେଳେ ବୟସ ଆପଣଙ୍କୁ 75 ହୋଇଯାଇଥାଏ ସେତେବେଳେ କୁହନ୍ତି ଆଜି ବାପାଙ୍କ କଥା ବହୁତ ମନେ ପଡ଼ୁଛି, ତାଙ୍କୁ ଦେଖିବା ପାଇଁ ଇଚ୍ଛା ହେଉଛି ଆଉ ତାଙ୍କ କଥା ବହୁତ ମନେ ପଡ଼ୁଛି। କିନ୍ତୁ ସେତେବେଳେ ବାପା ନଥାନ୍ତି। ତେଣୁକରି ଆପଣମାନେ ଦେଖନ୍ତୁ ଯେ ବାପାଙ୍କୁ କେବେ ଅବହେଳା କରନ୍ତୁ ନାହିଁ ଏବଂ ବାପାଙ୍କ ପ୍ରତି କେବେ ଖରାପ ବ୍ୟବହାର କରନ୍ତୁ ନାହିଁ। ଯେତେ ସମ୍ଭବ ବାପାଙ୍କୁ ଖୁସିରେ ରଖନ୍ତୁ ଏବଂ ବାପାଙ୍କର ଦେଖାଶୁଣା କରନ୍ତୁ। ଆପଣଙ୍କ ବାପା ବୃଦ୍ଧ ହୋଇଯାଇଥାଇ ପାରନ୍ତି, କୌଣସି ରୋଗଗ୍ରସ୍ତ ହୋଇଯାଇପାରନ୍ତି, ସେତେବେଳେ ସହାୟତା କେବଳ ଆପଣଙ୍କର ହିଁ ଦରକାର। ତେଣୁକରି ବାପାଙ୍କୁ କେବେ ହତାଦର କରନ୍ତୁ ନାହିଁ, ତାଙ୍କ ପ୍ରତି ସମ୍ମାନ କରନ୍ତୁ ଏବଂ ତାଙ୍କର ସବୁବେଳେ ଯେହେତୁ ପର୍ଯ୍ୟନ୍ତ ଆପଣଙ୍କର ବାପା ବଞ୍ଚିଛନ୍ତି ସେହି ସମୟରେ ହିଁ ଆପଣ ସେବା କରନ୍ତୁ। ସେହି ସମୟରେ ସୁଯୋଗ ପାଇପାରିବେ, ପରେ ଚିନ୍ତା କଲେ କିଛି ନଥାଏ। ଯଦି ଭଲ ଲାଗିଛି ଭିଡ଼ିଓଟି ତାହେଲେ ଲାଇକ୍ ସେୟାର କରି ରହୁଛି। ବାଏ।